ଅଟଳ ବସ୍ଷ୍ଟାଣ୍ଡର ଶୁଭ ଉଦ୍ଘାଟନ। କୋଷାଗୁମୁଡ଼ା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାରେ ବହୁ ପ୍ରତୀକ୍ଷିତ ଅଟଳ ବସ୍ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇଯାଇଛି। ଏହି ଶୁଭ ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ସାଂସଦ ପରଶୁରାମ ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଭଦ୍ର ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଆଜି ଅଟଳ ବସ୍ଷ୍ଟାଣ୍ଡଟି ଶୁଭ ଉଦ୍ଘାଟିତ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଦ୍ୱାରା 9,25,91,500 ଟଙ୍କା ଅନୁମୋଦନରେ ନିର୍ମିତ ଏହି ଅତ୍ୟାଧୁନିକ ଅଟଳ ବସ୍ଷ୍ଟାଣ୍ଡରେ ବଜାର, ଚାର୍ଜିଂ ଷ୍ଟେସନର ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମାକୁ ସଂଯୋଗ କରିବା ସହିତ ଜିଲ୍ଲାର 38ଟି ବସ୍ ରୁଟ୍କୁ ସଂଯୋଗ କରିବ ବୋଲି ଉପସ୍ଥିତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅଟଳ ବସ୍ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ 2024 ମସିହାରେ ଆରମ୍ଭ ହୋଇଥିବା ବେଳେ 2025 ମସିହାର ଶେଷ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ବେଶ୍ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ଚାଲୁଥିବା ବେଳେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 6,701 କୋଟି ଟଙ୍କା 71 ଗୋଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଭାସୀ ମାଧ୍ୟମରେ କରିଛନ୍ତି। କୋଷାଗୁମୁଡ଼ାରୁ ପିଣ୍ଟୁ ସିଂଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।